ଆଜି ଘରେ ରାଜଙ୍କ ଆଈ ମା ନର୍ଭସ୍ ହେଇ ବହୁତ ଡରୁଥିବେ। ତାଙ୍କର ଏହି ଡରକୁ ଦେଖି ତାଙ୍କ ଝିଅ ଆରତୀ ତାଙ୍କ ପାଖକୁ ଆସିବେ ଆଉ କହିବେ କି, ଆରେ ମା ତମର କ'ଣ ହେଇଛି? ତମେ ଏମିତି କାହିଁକି ଡରୁଛ? ମୁଁ ଜାଣୁଛି ଠିକ୍ ତମେ ସେ ରାଣୀକୁ ଦେଖିଲା ମାତ୍ରେ ଠାରୁ ତମେ ଖାଲି ଡରୁଛ। ତାପରେ ତାଙ୍କ ମା କହିବେ କି, ଆରେ ଆରତୀ, ଆମେ ରାନୀ ବୋଲି ଯାହାକୁ ଦେଖୁଛେ ସେ ରାନୀ ନୁହେଁ। କାହିଁକି ନା ରାନୀ ରୂପ ନେଇକି ସେ ଏ ଘରକୁ ଆସିଛି। ଆଉ ଏମିତି କଥା ଶୁଣିଲା ପରେ ରାଜଙ୍କ ମା କହିବେ କି, ଆରେ ମା ସତ କହୁଛି, ଯଦି ମୁଁ ଆଉ କିଛି ସମୟ ପାଖରେ ରହିବି ତାହେଲେ ମୁଁ ନିଜେ ମଧ୍ୟ ପାଗଳ ହୋଇଯିବି। ଏତିକି କହି ସେ ଆରତୀ ଯେତେବେଳେ ତାଙ୍କ ରୁମ୍ରୁ ଚାଲି ଯାଉଛନ୍ତି ଆଉ ରାନୀ ସେ ରୁମ୍କୁ ଆସୁଛନ୍ତି, ରାନୀକୁ ଦେଖିଲା ମାତ୍ରେ ହିଁ ଆଈମା ବହୁତ ନର୍ଭସ୍ ହୋଇକି ଡରିଯିବେ ଆଉ ପଛକୁ ଚାଲିଯିବେ। ଏହାପରେ ରାନୀ ମଧ୍ୟ ସେ ଆଈମାଙ୍କୁ କହିବେ କି, ନବରାତ୍ରିର ଦ୍ୱିତୀୟ ଦିନ ଆସୁଛି ଆଉ ଯଦି ତମର ଦଶା ଭଲ ଅଛି ତାହେଲେ ଏ ଘର ଲୋକ ସମସ୍ତଙ୍କୁ ସାମ୍ନାରେ ନିଜ ଭୁଲକୁ ସ୍ୱୀକାର କରିଦିଅ। ନହେଲେ ମୁଁ ଚ୍ୟାଲେଞ୍ଜ ମାରୁଛି କି ନବରାତ୍ରିର ଦ୍ୱିତୀୟ ଦିନ ପରେ ସକାଳୁ ସୂର୍ଯ୍ୟ ଉଦୟ ଦେଖିବାକୁ ଦେବିନି। ତମକୁ ମୁଁ ମୋ ନିଜ ହାତରେ ଶେଷ କରିଦେବି। ଏତିକି ଶୁଣିଲା ପରେ ସେ ବହୁତ ଡରିଯିବେ।